ଝିଅଟା କେତେ ଭଲ। ଜଣେ ଇହୁଦୀ ଡାକ୍ତରଙ୍କ ଝିଅ, ନା ତାର ସିମାନ ଓଲ୍। ପ୍ୟାରିସରେ ତାର ଜନ୍ମ 1909 ମସିହାରେ। ତାକୁ ଯେତେବେଳେ 22 ବର୍ଷ ବୟସ, ଦର୍ଶନ ଶାସ୍ତ୍ରରେ ତାକୁ ଉଚ୍ଚ ଡିଗ୍ରୀ ମିଳିଲା। ଲେଖାପଢ଼ା ଶେଷରେ ସେ ପ୍ରଫେସର ହୋଇଥାଏ। କୁଆଡ଼ୁ ସେ ଜାଣିପାରିଲା ଯେ ମୂଲିଆମାନେ ବଡ଼ କଷ୍ଟରେ ଜୀବନ କାଟନ୍ତି। ଚୌକି ଉପରେ ବସି ଚର୍ଚ୍ଚା କରି ଭାଷଣ ଦେଇ ଦୁଃଖୀମାନଙ୍କ ଅବସ୍ଥା ବୁଝି ହୁଏ ନା, କି ଗରିବ ବେକାରମାନଙ୍କ କଷ୍ଟ ଜାଣି ହୁଏ ନା। ସେଥିପାଇଁ ତ ତାଙ୍କରି ଭଳି ଜୀବନ କଟାଇବାକୁ ପଡ଼ିବ। ଦୁଃଖୀ, ଗରିବ, ବେକାରଙ୍କ ଦୁଃଖ କଷ୍ଟ ବୁଝିବା ପାଇଁ ସିମାନ ଝିଅଟି ବାହାରକୁ ଚାଲି ଆସିଲା। ସେ ସଡ଼କ ଉପରେ ବସି ପଥର ଭାଙ୍ଗିଲା, କାରଖାନାରେ ମୂଲ ଲାଗିଲା। ଦୁଃଖୀ ଆଉ ରୋଗୀମାନଙ୍କ ସାଥିରେ ମିଶି ସେ ଏକାକାର ହୋଇଗଲା। ସେତେବେଳେ ଯାଇ ସେ ଜାଣିଲା ଯେ ମୂଲିଆମାନଙ୍କ ଅବସ୍ଥା କେଡ଼େ ଖରାପ, କେଡ଼େ ଦୁଃଖ ଭରା ଜୀବନ ସେମାନେ ବିତାଉଛନ୍ତି। ଯେମିତି ଅବସ୍ଥାରେ ସେମାନଙ୍କୁ କାମ କରିବାକୁ ପଡ଼େ, ସେଥିରେ ତାଙ୍କର ଦେହ ଓ ମନ ହୋଇଯାଏ ରୋଗିଣା। ସମାଜରେ ସବୁଠାରୁ ଦୁଃଖୀ ଓ ସବୁଠାରୁ ନିର୍ଯାତିତ ଗରିବଙ୍କ ପରି ସିମାନ ମଧ୍ୟ ନିଜର ଜୀବନ ବିତାଇଲା। ଯେଉଁମାନଙ୍କୁ କଷ୍ଟ ଦିଆଯାଏ, ଯେଉଁମାନଙ୍କ ପରିଶ୍ରମର ଉପାର୍ଜନରେ ଅନ୍ୟ ଲୋକ ମଉଜ ମଜଲିସ୍ କରନ୍ତି, ତାଙ୍କରି ପାଇଁ ଲଢ଼େଇ କରିବା ପାଇଁ ସ୍ପେନ୍ର ଗୃହ ଯୁଦ୍ଧରେ ସେ ଝାମ୍ପ ଦେଲା। ଗରିବଙ୍କ ପାଇଁ ସେ ନିଜେ ଗରିବ ହେଲା। ସେହି ଦାରିଦ୍ର୍ୟ ଯାହାକୁ ଗାନ୍ଧିଜୀ ବରଣ କରିଥିଲେ, ବିନୋବାଜୀ ଯାହାକୁ ଧାରଣ କରିଛନ୍ତି। ହଜାର ହଜାର ଦେଶ ସେବକ ଯେପରି ଗରିବ ପରି ଚଳନ୍ତି, ଗରିବଙ୍କ ପରି କାମ କରି ସିମାନ ମରି ମାଟିରେ ମିଶିଗଲା। ବାସ୍ତବିକ ଝିଅ ସିମାନ ଏତେ ମହାନ।